सो हेलो डियर स्टूडेंट्स, वेलकम टू आवर चैनल स्कूल। तो पिला माने आज आम वृत्त जोटा हूँ आमर द्वितीय अध्याय सर्कल चैप्टर परीक्षा दर्पण बुक रु आम कौन करवा पिला माने ना डिस्कसन करवा। लाइव क्लास पिला माने करते किंतु नेटवर्क प्रोब्लेम जो लाइव क्लास संभव होना, तेणु चेष्टा करवा ये स्क्रीन रेकर्डिंग मध्यम हो आम डिस्कसन करदेवाई जो प्रोब्लेम गुड़ा अच्छी से गुड़ा सल्यूसन करदेवाई जहाँद्वारा पिलाମାନଙ୍କର ଯେମିତି ପରୀକ୍ଷା ବେଳକୁ କିଛି ଡାଉଟ୍ ରହିବ ନାହିଁ। ତ ପିଲା ଫାଷ୍ଟ କ୍ୱେଶ୍ଚିନ୍ ଏକ ନମ୍ବର କ୍ୱେଶ୍ଚିନ୍ ଦେଇଛି ଗୋଟିଏ ରେଖାଖଣ୍ଡ ସର୍ବାଧିକ ଡ୍ୟାସ୍ଟି ବୃତ୍ତର ଜିଆ ହୋଇପାରିବ। ତ ପିଲେ ଏହାର ଆନ୍ସର ହେଉଛି ପିଲେ ଅସଂଖ୍ୟ। କ'ଣ ପିଲେ? ଅସଂଖ୍ୟ। ତେଣୁକରି ସାର୍ ଅସଂଖ୍ୟ କେମିତି ହେଲା? ପିଲେ ଦେଖ ଏଇଟା ଗୋଟେ ମନେକର ଜିଆ, ଏଇଟା ଗୋଟେ ଜିଆ, ଏଇଟା ଗୋଟେ କେତେଟା ବୃତ୍ତର ମାନେ ଏଇ ଯେଉଁ ରେଖାଖଣ୍ଡଟା କେତେଟା ବୃତ୍ତର ଜିଆ? ଏ ବୃତ୍ତର ଜିଆ ହେଇପାରିବ। ଗୋଟେ ବଡ଼ ବୃତ୍ତ ମନେକର ଗୋଟେ ବୃତ୍ତଟେ ଏମିତି ନେଲେ ତାର ବି ଜିଆ ହେଇପାରିବ ହେଲା। ମୁଁ ଚିତ୍ର ଖାଲି କରିକି ବୁଝେଇ ଦେଉଛି। ଆଉ ଗୋଟେ ଏମିତି ନେଲେ ତାର ବି ଜିଆ ହେଇପାରିବ। ଆଉ ଗୋଟେ ମନେକର ପିଲେ ଛୋଟିଆଟେ ନେଲେ ଏମିତି ଆର ଭିତରେ କେତେ ଆସିବ? କିନ୍ତୁ ଅସଂଖ୍ୟ ଆସିବ। ଯେତେ ଆମେ ଗୋଲ ବୁଲେଇବା ସେ ରେଖାଖଣ୍ଡକୁ ନେଇକି ସେତେ ହେଉଛି ଜିଆ ଆସିବ। ତ ପିଲେ କେତେଟା ଆସିବ? ନା ଅସଂଖ୍ୟ ଜିଆ ଆସିବ। ପିଲେ ମନେ ରଖିବ, ଯଦି ଜିଆ ହେଲା ତାହେଲେ ହେଉଛି ଅସଂଖ୍ୟ ହେଲା। ଯଦି ବ୍ୟାସ ହେଲା ପିଲେ ତାହେଲେ ଗୋଟାଏ ବୃତ୍ତ। ଯଦି ବ୍ୟାସାର୍ଦ୍ଧ ହେଲା ପିଲେ ତାହେଲେ ହେଉଛି କେତେଟା ବୃତ୍ତ? ନା ଦୁଇଟି ବୃତ୍ତର ଗୋଟାଏ ରେଖାଖଣ୍ଡ ବ୍ୟାସାର୍ଦ୍ଧ ହୋଇପାରିବ। ଦୁଇଟି ବୃତ୍ତର ଗୋଟିଏ ରେଖାଖଣ୍ଡ ବ୍ୟାସାର୍ଦ୍ଧ ହୋଇପାରିବ। ଏଇ ତିନିଟା ସର୍ଟ କ୍ୱେଶ୍ଚିନ୍ ମନେ ରଖିଦେବ। ତାପରେ ପିଲେ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ପିଲେ ଦେଇଛି ଗୋଟିଏ ବୃତ୍ତର, ଆମେ ଗୋଟେ ବୃତ୍ତ କରିବା, ଗୋଟିଏ ବୃତ୍ତର ଏକ ଜିଆର ପ୍ରାନ୍ତ ବିନ୍ଦୁ କେନ୍ଦ୍ରଠାରୁ 15 ସେଣ୍ଟିମିଟର ଦୂରରେ ଅବସ୍ଥିତ। ତାହେଲେ ଗୋଟେ ବୃତ୍ତ ଆମେ ମନେକର କଲେ ପିଲେ ସ୍କ୍ରିନ୍ ରେକର୍ଡ଼ିଂ ଟିକେ ବୁଝିବାକୁ ଚେଷ୍ଟା କରିବ, ଚିତ୍ର ଭୁଲ ପାଲେ ମାନେ ଏପଟ ହେଇପାରେ। ଏଇଟା ଗୋଟେ ସେ ଦେଇଛି ଗୋଟେ ଜିଆ, ମନେକର ଏଇଟା ଗୋଟେ ଜିଆ, ଏଇଟା ଜିଆର ପ୍ରାନ୍ତ ବିନ୍ଦୁ, ମନେକର ଏଇଟା ହେଉଛି ଗୋଟେ ପ୍ରାନ୍ତ ବିନ୍ଦୁ। ଏଇ ପ୍ରାନ୍ତ ବିନ୍ଦୁ ପିଲେ ଯେଉଁଟା ଅଛି, ଏଇ ପ୍ରାନ୍ତ ବିନ୍ଦୁର এই ଯେଉଁ ପ୍ରାନ୍ତ ବିନ୍ଦୁ ପିଲେ ରହିଲା ନା ଏଇଟା ହେଉଛି କେନ୍ଦ୍ରଠାରୁ କେତେ ସେଣ୍ଟିମିଟର ଦୂରରେ? ନା 15 ସେଣ୍ଟିମିଟର ଦୂରରେ ଅବସ୍ଥିତ। ଜିଆର ମଧ୍ୟବିନ୍ଦୁ ଏଇଟା ପିଲେ କେନ୍ଦ୍ରଠାରୁ କେତେ ଦୂରତାରେ? ନା 9 ସେଣ୍ଟିମିଟର ଦୂରତାରେ ଅବସ୍ଥିତ। ଜିଆର ଦୈର୍ଘ୍ୟ କେତେ? এই ଜିଆର ଦୈର୍ଘ୍ୟ ଆମେ ବାହାର କରିବା। ତ ପିଲାମାନେ ଏଇଟା 15, ଏଇଟା 9, ତ ଏଇଠୁ ତକ ପିଲେ କେତେ ହେବ? ନା ଏଇଠୁ ତକ ହେବ 15 ସ୍କୋୟାର ଫେଡ଼ାଣ 9ର ସ୍କୋୟାର ରୁଟ୍ ଓଭର। ତାହେଲେ 15 ସ୍କୋୟାର କେତେ? 225 ଫେଡ଼ାଣ 9ର ସ୍କୋୟାର କେତେ? 81, ତାର ରୁଟ୍ ଓଭର। ତାହେଲେ ପିଲେ କେତେ ଆସିବ? ନା ଏଇଟା ଆସିବ ହେଉଛି 5ରୁ 1 କଲେ 4, 22ରୁ 8 ହେଲେ କେତେ? ନା 44, 144 ରୁଟ୍ ଓଭର। 144 ରୁଟ୍ ଓଭର କେତେ? ନା ହେଉଛି 12। ତାହେଲେ ଏଇଠୁ ତକ ହେଲା ଆମର କେତେ? 12 ହେଲା। ତ ଟୋଟାଲଟା ପିଲେ କେତେ ହେବ? ନା ଟୋଟାଲଟା ହେବ ହେଉଛି ଆମର ଯେଉଁ ପିଲେ ଟୋଟାଲଟା ରହିଲା, এই ଟୋଟାଲଟା ପିଲେ କେତେ ହେବ? ନା ଟୋଟାଲଟା ହେବ ହେଉଛି 12 ଗୁଣେ କେତେ? 24। ତ କରେକ୍ଟ ଆନ୍ସର ହେଉଛି 24 ସେଣ୍ଟିମିଟର। ଦେଖିବ ପିଲେ ବେଳେବେଳେ କ'ଣ କରେ ନା ଏଠି ମିଟରରେ ଦେଇଥିବ, ଏଠି ସେଣ୍ଟିମିଟରରେ ପଚାରି ଦେଇଥିବ। କୋଶ୍ଚିନ୍ଟାକୁ ଭଲସେ ଲକ୍ଷ୍ୟ କରିଥିବ ଯେ କୋଶ୍ଚିନ୍ଟା କେଉଁଥିରେ ଦେଇଛି, ସେଇ ଅନୁସାରେ ଆନ୍ସର କରିବ। ତରବରରେ କୋଶ୍ଚିନ୍ ପଢ଼ିକି ଆନ୍ସର କରିଦେବନି। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଗୋଟାଏ ରେଖାଖଣ୍ଡ ସର୍ବାଧିକ ଡ୍ୟାସ୍ଟି ବୃତ୍ତର ବ୍ୟାସାର୍ଦ୍ଧ ହୋଇପାରିବ। ତ କେତୋଟି ବୃତ୍ତର ବ୍ୟାସାର୍ଦ୍ଧ ହୋଇପାରିବ? ନା ବ୍ୟାସାର୍ଦ୍ଧ ପାଇଁ କହିଲେ କେଟା ବୃତ୍ତର ପିଲେ? ନା 2ଟି ବୃତ୍ତର ବ୍ୟାସାର୍ଦ୍ଧ ହୋଇପାରିବ। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଗୋଟିଏ ତ୍ରିଭୁଜର ବାହୁତ୍ରୟ ଏହାର ପରିବୃତ୍ତର କେନ୍ଦ୍ରଠାରୁ ସମଦୂରବର୍ତ୍ତୀ ହେଲେ ଏହା ଏକ ଡ୍ୟାସ୍ ତ୍ରିଭୁଜ। ପିଲେ ଗୋଟେ ବୃତ୍ତ ଏମିତି ଅଛି, ଗୋଟେ ତ୍ରିଭୁଜ ଏମିତି ଅଛି, ତା ଭିତରେ এই ତ୍ରିଭୁଜର ଯେଉଁ 3ଟା ଯାକ ବାହୁ ଏମାନେ ହେଉଛି ପିଲେ କ'ଣ? ନା ଯେଉଁ ଏଇ ତ୍ରିଭୁଜର ପରିବୃତ୍ତ ତାଠାରୁ ସମଦୂରବର୍ତ୍ତୀ, ପରିବୃତ୍ତର କେନ୍ଦ୍ରଠାରୁ ସମଦୂରବର୍ତ୍ତୀ। ତାହେଲେ ଏଇଟା ଯାହା, ଏଇଟା ସେୟା, ଏଇଟା ସେୟା। ତ ପିଲେ ଯଦି କେନ୍ଦ୍ରଠାରୁ ସମଦୂରବର୍ତ୍ତୀ ହେଲେ ସେଇଟା ସବୁବେଳେ ମନେ ରଖିବ ସମବାହୁ ତ୍ରିଭୁଜ। ଯେତିକିଟା ବାହୁ ଦେଇଥିବ, ମନେକର 3ଟା ବାହୁ ଦେଇଛି ତାହେଲେ ସମବାହୁ ତ୍ରିଭୁଜ। ଯଦି 4ଟା ବାହୁ ଦେଇଛି ତାହେଲେ ବର୍ଗଚିତ୍ର। ଯଦି 5ଟା ଦେଇଛି ତାହେଲେ ସୁଷମ ପଞ୍ଚଭୁଜ, ମାନେ ଯଦି ସମାନ ଦେଇଥିବ ହେଲା, ତ ସେଇ ଅନୁସାରେ ଆନ୍ସର ଆସିବ। ତାପରେ ପିଲେ 5 ନମ୍ବର ଦେଇଛି ABCD ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ, ABCD ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ABCD, A B C ଆଉ D।
ଭୂତାଲିଖିତ ଚତୁର୍ଭୁଜ ଯୋଉଥିରେ ବି କୋଣ ଦେଇଛି 75, ଡି କୋଣ 85, ଡି କୋଣ 85। ତ ଆମେ ଜାଣିଛେ, ଆମେ କ'ଣ ଜାଣିଲେ, ଗୋଟେ ଭୂତାଲିଖିତ ଚତୁର୍ଭୁଜରେ ଦୁଇ ବିପରୀତ କୋଣ ମିଶିଲେ କେତେ ଡିଗ୍ରୀ ହେବ ନା 180 ଡିଗ୍ରୀ। ତ ବି ପ୍ଲସ୍ ଡି ମିଶିଲେ 180 ଡିଗ୍ରୀ। ଯଦି ଏଇଟା 75 ହେଲା, ଏଇଟା କେତେ ହେବ ନା ଏଇଟା ହେଉଛି ବାକି 105 ହେବ। କେତେ ହେବ? 105 ହେବ। ତ କରେକ୍ଟ ଆନ୍ସର୍ ହେଉଛି ଅପସନ୍ ଏ ହେବ। ତାପରେ ପିଲେ 6 ନମ୍ବର ଦେଇଛି ଦତ୍ତ ଚିତ୍ରରେ ଓ ଏ ବି ଦେଇଛି 40, ଓ ଏ ବି ଏଇ କୋଣଟା ଦେଇଛି 40 ଦେଇଛି ହେଲା। ଓ ବୃତ୍ତର କେନ୍ଦ୍ର ହେଲେ ଏ ଏକ୍ସ ବି କେତେ ହେବ? କ'ଣ ଦେଇଛି? ଏ ଏକ୍ସ ବି ଏଇ କୋଣଟା ପଚାରିଛି। ତ ପିଲେ ଏଠି ଆନ୍ସର୍ କ'ଣ ଆସିବ? ଆନ୍ସର୍ ପିଲେ ଦେଖ, ଆମର ହେଉଛି ଓ ଏ ଯେତିକି ଓ ବି ସେତିକି, ଏ ବାହୁ ଯାହା ଏ ବାହୁ ସେଇଆ। ତାହେଲେ ଏଇଟା ଯଦି 40 ହେଲା, ଏଇଟା ଯଦି 40 ହେଲା, ଏପଟ ମଧ୍ୟ ଏଇଟା ମଧ୍ୟ କେତେ ହେବ? 40 ହେବ। ତାହେଲେ ଏ ଓ ବି କୋଣଟା କେତେ ହେବ? ଏ ଓ ବି କୋଣ ହେବ ପିଲେ କେତେ ନା 180 ଫେଡ଼ାଣ ଇ 40 ଯୁକ୍ତ 40 80। ତାହେଲେ କେତେ ହେଲା? 100 ଡିଗ୍ରୀ। କେତେ ହେଲା? 100 ଡିଗ୍ରୀ। ଯଦି 100 ଡିଗ୍ରୀ ହେଲା, ତାହେଲେ ଏଇ ଯେଉଁ ଏ କୋଣଟା କେତେ ହେବ? 50 ଡିଗ୍ରୀ। ଯଦି 50 ହେଲା, ବର୍ତ୍ତମାନ ହେଉଛି ପିଲାମାନେ, ବର୍ତ୍ତମାନ କ'ଣ ନା ବର୍ତ୍ତମାନ ହେଉଛି ଏଇ ଯେଉଁ କୋଣ ପ୍ଲସ୍ ଏଇ ଛୋଟ କୋଣ ଏ ଦୁଇଟା ମିଶିଲେ 180। ତ ଏଇଟା ଯଦି 50 ହେଲା, ଏଇଟା କେତେ ହେବ? 130। କେତେ ହେବ? 130। ତ କରେକ୍ଟ ଆନ୍ସର୍ ହେଉଛି ବି 130 କରେକ୍ଟ ଆନ୍ସର୍। 7 ନମ୍ବର ଦେଇଛି ଭୂତାନ୍ତ ଲିଖିତ ରମ୍ବସ ଏକ କେଉଁ ଚିତ୍ର? ରଖିବ, ଭୂତାନ୍ତ ଲିଖିତ ରମ୍ବସ ହେଉଛି ଗୋଟେ ବର୍ଗ ଚିତ୍ର ହେଲା। ଗୋଟେ କେଉଁ ଚିତ୍ର ନା ଗୋଟେ ହେଉଛି ବର୍ଗ ଚିତ୍ର। ରମ୍ବସ ହେଲା ବର୍ଗ ଚିତ୍ର। ଯଦି ଆଉ କ'ଣ ଯଦି ପଚାରିବ ସାମନ୍ତରିକ ଚିତ୍ର କ'ଣ ହେବ ନା ସାମନ୍ତରିକ ଭୂତାନ୍ତ ଲିଖିତ ସାମନ୍ତରିକ ଚିତ୍ର ଗୋଟେ ହେଇଯିବ ହେଉଛି କ'ଣ ନା ଆୟତ ଚିତ୍ର ହେଇଯିବ, ଆୟତ ଚିତ୍ର ହେଇଯିବ ହେଲା। ଏଇଟା ବୁଲିଲେ ତୁମେ ମନେ ରଖିଦେବ। ତାପରେ 8 ନମ୍ବର କୋଶ୍ଚିନ୍ ଦେଇଛି ଦତ୍ତ ଚିତ୍ରରେ ବି ଏ ସି ପ୍ଲସ୍ ଓ ବି ସି ଏ ଦୁଇଟା ମିଶିଲେ କେତେ ଡିଗ୍ରୀ ହେବ, ଆମେ ଏଇଟା ବାହାର କରିବା। ପିଲେ ଦେଖ, ଏଇ ପ୍ରକାର କୋଶ୍ଚିନ୍ ଇମ୍ପୋର୍ଟାନ୍ସ ହେଉଛି ଆକୁ ବୁଝିବା ପାଇଁ। ପ୍ରଥମେ ଏଠି କ'ଣ କରିବ ନା ଆମର ହେଉଛି ବାହାର କରିବା, ଏଇଟାକୁ ଟାଣିଦେବ, ଓ ସି ଅଙ୍କନ କରିଦେବ। କାହାକୁ ଅଙ୍କନ କରିଦେବ ପିଲେ? ଓ ସି କି ଅଙ୍କନ କରିଦେବ। ଆମେ ଓ ସି କି ଅଙ୍କନ କରିଦେଲେ, ଯଦି ଓ ସି କି ଅଙ୍କନ କରିଦେଲେ, ବର୍ତ୍ତମାନ ଏଇ ଯେଉଁ ଓ ବି ସି କୋଣଟାକୁ ଏଇଟାକୁ ନେଇଯାଅ ଏକ୍ସ। ଯଦି ଏକ୍ସ ନେଇଗଲେ, ତାହେଲେ ଓ ବି ସି କୋଣ ଯେତିକି ଓ ସି ବି କୋଣ ମଧ୍ୟ ସେତିକି, ତାହେଲେ ସେଇଟା ହେଇଯିବ କେତେ? ଏକ୍ସ ହେଇଯିବ। ଯଦି ଏକ୍ସ ହେଲା, ବର୍ତ୍ତମାନ ପିଲାମାନେ ବି ଓ ସି କୋଣ କେତେ ହେବ ନା ବି ଓ ସି ହେବ ହେଉଛି ନା ବି ଓ ସି ହେବ 180 ମାଇନସ୍ 2x। ତୁମକୁ ସାର୍ 2x କେଉଁଠୁ ହେଲା ନା x ଯୁକ୍ତ x 2x 180 ଫେଡ଼ାଣ 2x ହେଉଛି ବି ଓ ସି ହେବ। ଯଦି ବି ଓ ସି 180 ମାଇନସ୍ 2x ହେଲା, 2x ମାନେ କେଉଁ କ'ଣ? ଓ ବି ସି କୋଣ ମଧ୍ୟ ଏକ୍ସରେ ଯାଉଛି ହେଲା। ଆମର କୋଶ୍ଚିନ୍ ଦେଇଛି ବି ଏ ସି ପ୍ଲସ୍ ଓ ବି ସି କେତେ ହେବ ହେଲା। ତାହେଲେ ବର୍ତ୍ତମାନ ଆମର ବି ଓ ସିଟା କେତେ ହେଇଯିବ ପିଲେ ନା ହେଇଯିବ 2BAC। କ'ଣ ହେଇଯିବ? 2BAC ଇକ୍ୱାଲ୍ ଟୁ 180 ମାଇନସ୍ 2xଟା, ମାଇନସ୍ 2x ମାନେ ମାଇନସ୍ 2x ଜାଗାରେ ମୁଁ ଲେଖିପାରିବି ମାଇନସ୍ 2 ଇଣ୍ଟୁ x ଜାଗାରେ ଲେଖିପାରିବା ନା ନାହିଁ? ଓ ବି ସି କୋଣ ଯେଉଁଟାକୁ ନେଇଥିଲେ ଲେଖିପାରିବେ ଓ ବି ସି କୋଣ। ବର୍ତ୍ତମାନ ଏଇଟା ମାଇନସ୍ଟାକୁ ଏପଟୁ ନେଇ ଆସ, ଏପଟୁ ନେଇଗଲେ 2BAC ପ୍ଲସ୍ 2OBC କେତେ ହେଲା ପିଲେ ନା 180 ଡିଗ୍ରୀ। କେତେ ହେଲା? 180 ଡିଗ୍ରୀ। ବର୍ତ୍ତମାନ ଯାହା କୋଶ୍ଚିନ୍ ପଚାରିଛି 2 କମନ୍ ନେଇଗଲା ପରେ BAC ପ୍ଲସ୍ OBC, BAC ପ୍ଲସ୍ OBC କେତେ ଆସିବ ନା 90 ଡିଗ୍ରୀ ଆସିବ। କ'ଣ ଆସିବ? 90 ଡିଗ୍ରୀ। ତ କେଉଁ ଅପସନ୍ ପିଲେ ନା ଡି ନମ୍ବର ଅପସନ୍ ହେଉଛି କରେକ୍ଟ ଆନ୍ସର୍। 8 ନମ୍ବର ଡି। ଏଇଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଉଛି। ତାପରେ ଦେଇଛି ଗୋଟେ ଚାପ ଓ ତା'ର ବିପରୀତ ଚାପ ଦ୍ୱୟର ଡିଗ୍ରୀ ପରିମାଣ ସମସ୍ତେ, ମାନେ ଗୋଟେ ଚାପ ଏମିତି ପିଲେ ରହିଲା, ତା'ର ବିପରୀତ ଚାପ ଏମିତି ରହିଲା। ତ ଦୁଇଟା ଯାକ ଯେତେବେଳେ ମିଶିବ ସେଇଟା କେତେ ଡିଗ୍ରୀ ଆସିଲା? 360 ଡିଗ୍ରୀ ହେଲା। ତାପରେ ପିଲେ 10 ନମ୍ବର ଦେଇଛି ABCD ଏକ ଭୂତାନ୍ତ ଲିଖିତ ଚତୁର୍ଭୁଜ। ABCD ଭୂତାନ୍ତ ଲିଖିତ
चतुर्भुज है गोटे वृत्त भितर गोटे चतुर्भुज अच्छी ता ना हूँ ABCD देखिए ए कोण 120 डिग्री यहाँ देखिए बोले 120 बी कोण देखिए 75 डी माइनस सी ए अच्छा बी कोण देखिए अच्छा यहाँ को बी नबानी आ गोटे चित्र करदे आ गोटे चित्र गोटे वृत्त पिले रहा वृत्त भितर गोटे चतुर्भुज रहा ABCD नेले यहाँ हूँ 120 यहाँ हूँ पिले केते ना 75 डी माइनस सी है यहाँ 120 हेल्ला यहाँ केते आसो 60 यहाँ केते आसो 75 यहाँ आसो 105 तार 105 रु 60 गले केते 50 माने 45 डी माइनस सी ना 105 फेराण 60 ताले केते हैला 45 डिग्री तापर एटा गोटे इंपोर्टेंट क्वेश्चन पिले रोची जो थे देछि ओपी ए कोणटा 90 डिग्री देछि ओपी लंब एबी एबी देछि 16 जदि एबी 16 हैला पिले ताले अधा केते हो पिले 8 हो ओडी देछि 6 क्वेश्चन पचाछि डीपी पचाछि डीपी माने कोठो एठो तक माने क्वेश्चन पचाछि डीपी डीपी पचाछि ता माने एठो तक पचाछि तो पिले एटा 8 पाइले गोटा पाइले एडी आम पाइले केते एडी हूँ 8 ओडी हूँ पिले 6 ओडी हूँ 6 ताले ओ ए केते ओ ए केते ओ ए पिले केते ना 8 स्क्वायर युक्त 6 स्क्वायर है कर्ण जेहेतु बाहर ओडीटा ओ एटा हूँ गोटे कौन कर्ण ताले 8 स्क्वायर युक्त 6 स्क्वायर 64 युक्त 36 100 रूट ओवर केते 10 ताले आमर जो हूँ आमर जो 10 बाहर पिले ये जो 10 हूँ बाहर हूँ कौन ना व्यासार्ध हूँ 10 वाला ताले ओ ए जहाँ ओ पी मध्य से जोटा हूँ 10 सेंटीमीटर बाहर किंतु आमर देछि ओडी देछि 6 ओडी देछि केते 6 ताले डीपी केते हो ना डीपी हो 10 माइनस 6 10 माइनस 4 केते हो 4 है डीपी हो पिले 11 नंबर 4 सेंटीमीटर 12 नंबर पिले देछि निम्न चित्र रे एटा देछि 3x आर देछि 2x पीटा केते डिग्री हो है ताले अति सहज क्वेश्चन आम जानले कौन विपरीत कोण पी प्लस आर मिसले केते 180 डिग्री ताले 3x प्लस 2x 180 5x 180 ताले x है केते 180 बाई 5 ताले 5 3 केते 36 क्वेश्चन देछि पी कोण केते ताले 36 3 गोटे गोटे पिला कौन करंदी 36 लिखिकी ये जो 36 आंसर है आधे गोल बुले दियंती 36 आंसर है आधे गोल बुले दिए किंतु क्वेश्चन पचाछि पी कोण पचाछि पी कोण होछि 3x ताले 36 3 108 केते 36 3 108 होछि करेक्ट आंसर तापर 13 नंबर देछि दत्त चित्र रे एपी ओ सी एबी सी डी परस्पर पी बिंदु छेद करती पी बी डी देछि यहाँ जॉइंट कर दियो पी बी डी ए कोण केते देला 80 सी ए पी ए कोणटा केते देला पिले ना यहाँ देला होछि 45 क्वेश्चन पचाछि ए पी सी ए कोणटा पचाछि तो बोले यहाँ जब 45 यहाँ मत केते हम 45 ताले यहाँ 80 यहाँ 45 यहाँ हूँ बहिस्थ कोण ताले केते 80 युक्त 45 बहिस्थ कोण ये नुह यहाँ आम ये कौन करवा ना ये जो कोणटा बाहर करवा कौ कोणटा ना हूँ आमर यही कोणटा पिले बाहर करवा जोटा हूँ हम 180 रु 80 युक्त 45 फेड़े 80 रु 45 गले के 120 180 युक्त 45 के 125 ताले 180 रु 125 गले के ना 55 ताले एपट कोणटा प्रतिप कोण हिसाब से 55 डिग्री करेक्ट आंसर आसो है तापर 14 नंबर देछि अर्धभूतर डिग्री परिमाण माने गोटे अर्धभूत एमती रहा अर्धभूत डिग्री परिमाण केते आसो बोले 90 डिग्री है अर्धभूत देछि अर्धभूतर डिग्री परिमाण माने अर्धभूतर डिग्री परिमाप देछि अर्धभूतस्थ कोण देइथिले 90 डिग्री किंतु जदि अर्धभूत
ଅଧ ବୃତ୍ତ ଡିଗ୍ରୀ ପରିମାପ ଦେଇଛି ତାହେଲେ ସେଇଟା ଆସିବ ବି 180 ডিগ্ରୀ। ମାନେ ଏଇ ଯେଉଁ ଟୋଟାଲ କୋଣଟା ଏଇଟା କେନ୍ଦ୍ର ମନେକର, ଏଇ ଟୋଟାଲ କୋଣଟା କେତେ ଆସିବ 180 ডিগ্ରୀ। ଯଦି ଅର୍ଦ୍ଧବୃତ୍ତସ୍ଥ କୋଣ ଏଇଟା ପଚାରିଲା ତାହେଲେ 90 ডিগ্ରୀ ଆସିବ। ଏଇଟା ହେଉଛି 13 ନମ୍ବର ଆମର 14 ନମ୍ବର ଗଲା। ତାପରେ 15 ନମ୍ବର କ'ଣ ଦେଇଛି ଦେଖିବା। 15 ନମ୍ବର ଦେଇଛି ନିମ୍ନ ଚିତ୍ରରେ ପି କ୍ୟୁ ଚାପ 105, ତାମାନେ ଏଇଟା ହେଉଛି 105, ପି ଆର୍ ହେଉଛି 115, କ୍ୟୁ ପି ଆର୍ ପଚାରିଛି, ମାନେ କ୍ୟୁ ପି ଆର୍ ପଚାରିଛି ହେଲା। ତାହେଲେ କେତେ ଆସିବ, ଗୋଟେ କାମ କର 360ରୁ 105 ଯୁକ୍ତ 115 ମିଶେଇକି ଫେଡ଼ି ଦିଅ। ତାହେଲେ 360 ଫେଡ଼ାଣ 105ରୁ 105 ଯୁକ୍ତ 115 କେତେ ହେବ 210, 220 ମାଇନସ୍ କରିଦିଅ ହେଲେ 140, କେତେ ହେଲା 140। ତାହେଲେ ଏଇ କୋଣଟା ହେଲା 140, ତ 140ର ଅଧା, 140ର ଅଧା ହେଉଛି ଏ କୋଣଟା, ତ କେତେ ଆସିବ 70 ଆସିବ। ତାପରେ 16 ନମ୍ବର ଦେଇଛି ନିମ୍ନ ଚିତ୍ରରେ ବୃତ୍ତ ପି କ୍ୟୁ ଆର୍ କେନ୍ଦ୍ର ଓ ପି କୁ ଏକ ଅନ୍ତସ୍ଥ ବିନ୍ଦୁ ଏସ୍, ପି କ୍ୟୁର ଅନ୍ତସ୍ଥ ବିନ୍ଦୁ ଏସ୍, ପି ଏସ୍ କ୍ୟୁ ଏଇଟା ଦେଇଛି କେତେ 140, କେତେ ଦେଇଛି 140 ডিগ্ରୀ ହେଲେ ପି ଏସ୍ କ୍ୟୁ ଚାପ, ପି ଏସ୍ କ୍ୟୁ ଚାପର ପରିମାଣ ଦେଇଛି 140, ତାହେଲେ ସେଇଟା ନୁହଁ ଦେଇଛି ପି କ୍ୟୁ ଏସ୍ ଚାପ ଚିହ୍ନ ଏଇଟା ଦେଇଛି ହେଲା, ଲିଭି ଯାଇଛି ପି କ୍ୟୁ ଏସ୍ ଚାପର ପରିମାଣ 140 ଦେଇଛି, ତାହେଲେ ଏଇଟା ହେଉଛି 140। ଏଇଟା ଯଦି 140 ଏଇ ଉପର କୋଣ କେତେ ହେବ 70, ଯଦି 70 ହେଲା ଏଇ କୋଣଟା କେତେ ହେବ ଯେଉଁଟା ପଚାରିଛି ପି କ୍ୟୁ ଏସ୍ କୋଣ, ଏଇ ଯେଉଁ କୋଣଟା କେତେ ହେବ ନା 180ରୁ 70 110 ମାଇନସ୍ କରିଦେଲେ ଫେଡ଼ି ଦେଲେ କେତେ ଆସିବ 110 ଆସିବ ସି। ତାପରେ ଦେଇଛି ଦୁଇଟି ବୃତ୍ତ ପରସ୍ପରକୁ ସର୍ବାଧିକ କେତୋଟି ବିନ୍ଦୁରେ ଛେଦ କରିବେ। ଯଦି ପିଲେ ଛେଦ କରିବା କଥା ହେଲା ଦୁଇଟି ବୃତ୍ତ ପରସ୍ପରକୁ ଦୁଇଟି ବିନ୍ଦୁରେ ଛେଦ କରିବେ। ଯଦି ଏଠି କୋଶ୍ଚିନ୍ ପିଲେ ଆସିଲା ଦୁଇଟି ସମାନ ବୃତ୍ତ ପରସ୍ପରକୁ କେତୋଟି ବିନ୍ଦୁରେ ଛେଦ କରିବେ, ଦୁଇଟି ସମାନ ବୃତ୍ତ ମାନେ ପରସ୍ପର ସମାନ, ତାହେଲେ ଦୁଇଟା ପରସ୍ପର ସମାନ ବୃତ୍ତ ପିଲେ ଅସଂଖ୍ୟ ବିନ୍ଦୁରେ ଛେଦ କରିପାରିବେ, କାରଣ ଦୁଇଟା ଉପରକୁ ରହିଯିବ ହେଲା ସମାନ ବୃତ୍ତ ହେଲେ, କିନ୍ତୁ ଅସମାନ ହେଲେ ଦୁଇଟି ବିନ୍ଦୁରେ ଛେଦ କରିବେ। ତାପରେ ପିଲେ 18 ନମ୍ବର କୋଶ୍ଚିନ୍ ଦେଇଛି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବାହୁମାନେ କେନ୍ଦ୍ରଠାରୁ ସମଦୂର ହେଉଥିଲେ ଚତୁର୍ଭୁଜ ଯଦି କି ପ୍ରକାର ଚିତ୍ର, ତାହେଲେ କି ପ୍ରକାର ଚିତ୍ର ପିଲା ଆସିବ ନା ତୁମକୁ କହିଛି ଗୋଟେ ବର୍ଗ ଚିତ୍ର, ଚତୁର୍ଭୁଜ ଯଦି ସମଦୂର ହେଉଥିଲା ସେଇଟା ହେଉଛି ବର୍ଗ ଚିତ୍ର। ତାପରେ 19 ନମ୍ବର ଦେଇଛି, 19 ନମ୍ବର କ'ଣ ଦେଇଛି ନା 19 ନମ୍ବର ଦେଇଛି ଏ ବି ସି ଡି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜରେ ଏ ମାଇନସ୍ ସି ଦେଇଛି 30, ଏ ବି ସି ଡି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜରେ ଏଠି ଗୋଟେ ବୃତ୍ତ ରହିଲା, ତା ଭିତରେ ଏ ବି ସି ଡି, ଏ ମାଇନସ୍ ସି କେତେ ରହିଲା 30, ଏ ମାଇନସ୍ ସି ରହିଲା 30, ସି କୋଣ କେତେ, ତାହେଲେ ଆମେ କ'ଣ ଜାଣିଲେ, ଆମେ କ'ଣ ଜାଣିଲେ ପିଲାମାନେ ନା ଆମେ ଜାଣିଲେ ହେଉଛି ଏ କୋଣ ପ୍ଲସ୍ ସି କୋଣ ମିଶିଲେ କେତେ ହେଲା 180, କିନ୍ତୁ ଏ କୋଣ ମାଇନସ୍ ସି କୋଣ କେତେ ହେଲା ନା ହେଲା 30, ହେଲା କେତେ 30 ଦେଇଛି, ତାହେଲେ ସି କୋଣ ପଚାରିଛି, ସି କୋଣ ପାଇବା କେମିତିକା ମାଇନସ୍ କରିଦିଅ, ଏଠି ମାଇନସ୍ କରିଦିଅ ମାଇନସ୍, ଏଠି ପ୍ଲସ୍ ହେଇଯିବ ଏଠି ମାଇନସ୍, ତାହେଲେ ଏ କଟିଗଲା, ତାହେଲେ 2c କୋଣ ହେଲା କେତେ 180ରୁ 30 ଗଲେ କେତେ ନା 150, ତାହେଲେ ସି କୋଣ କେତେ ହେଲା 150/2, ତାହେଲେ କେତେ ହେଲା 75 ডিগ্ରୀ, କେତେ ହେଲା 75 ডিଗ୍ରୀ। ଅପସନ୍ ଏ ହେଉଛି 19 ନମ୍ବର କରେକ୍ଟ ଆନ୍ସର୍। 20 ନମ୍ବର ଦେଇଛି ଦତ୍ତ ନିମ୍ନ ଚିତ୍ରରେ DAC = DBC, DAC ଏ କୋଣଟା ଇକ୍ୱାଲ୍ ଟୁ DBC ଏ କୋଣ, BCD 145 ହେଲେ, BCD 145 ହେଲେ କୋଶ୍ଚିନ୍ ପଚାରିଛି BAD କୋଣ କେତେ ହେବ, କ'ଣ ପଚାରିଛି BAD କୋଣ ହେଲା, BAD ମାନେ ଆମର ହେଉଛି କୋଶ୍ଚିନ୍ ପଚାରିଛି ଏ ଟୋଟାଲ୍ କୋଣଟା କେତେ ହେବ, ଏ ଟୋଟାଲ୍ ଏ କୋଣଟା BAD କେତେ ହେବ।
तो पिले केते आसीबो एटा हम देछि केते देछि ना एटा देछि 145 ए कोणटा केते हबो एटा गोटे होछि चतुर्भुजर विपरीत कोण मिसिले केते 180 डिग्री तो माइनस कर दियो 35 डिग्री करेक्ट आंसर। तापरे 21 नंबर देछि 6 सेमी व्यासार्ध विशिष्ट एक वृत्तरे जो जिया ऊपर केंद्रबिंदु अच्छी तार दैर्घ्य केते देखो क्वेश्चन बेले केमती बुझाची ये जो 6 सेमी व्यासार्ध विशिष्ट गोटे व्यासार्ध अच्छी 6 सेमी व्यासार्ध एक वृत्तर जो जिया ऊपर केंद्रबिंदु अच्छी केंद्रबिंदु जो जिया तार दैर्घ्य तार व्यास व्यास केते हो 12 केते आसीबो व्यास 12 आसीबो। तापरे 22 नंबर क्वेश्चन देछि निम्नस्थ चित्र रे पी क्यू आर एस एक वृत्तांत लिखित चतुर्भुज पी क्यू आर एस पी आर ओ क्यू एस यार कर्ण निम्नस्थ केउ कोण द्वय एक वृत्त खंडस्थ कोण नुहंती है माने कोटा गोटे वृत्त खंडस्थ कोण हेबेनी। तो ऑप्शन देखिबा ऑप्शन पिले जोड़ा देछि तादर पी क्यू आर आउ क्यू आर पी एटा क्यू आर पी एटा वृत्त खंडस्थ कोण हेबे ना। 23 नंबर क्वेश्चन देछि कोण ना 23 नंबर क्वेश्चन देछि गोटे वृत्तर एक चापर डिग्री परिमाप 90 डिग्री है गोटे वृत्तर गोटे चापर डिग्री परिमाप गोटे वृत्त गोटे अच्छी मन ये चापर डिग्री परिमाप यहाँ केन्द्र मनकर यहाँ केन्द्र केते डिग्री करुच्ची ना 90 डिग्री करुच्ची डिग्री करुच्ची यहाँ मनकर 90 डिग्री करुच्ची से देखिए ज्या वृत्तर व्यासार्धर अनुपात ताने ये ज्या जो व्यासार्ध मनकर आर है यहाँ आर ताले जेहेतु 90 डिग्री यहाँ केते हम यहाँ हम √2 आर अनुपात देखिए ज्या ताने √2 आर बाई व्यासार्ध आर 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 कटिला √2:1 केते आसीबो 23 नंबर क्वेश्चन √2:1। 24 नंबर क्वेश्चन देछि केउ त्रिभुजर परिकेंद्र यार एक बहिस्थ बिंदु यहाँ पिले सहज क्वेश्चन जो थे करेक्ट आंसर आसो स्थूलकोणी त्रिभुज एमती रही ना। तो तार जो माने परिकेंद्र ये जो परिकेंद्र हम सेटा कौन हम परिकेंद्र जोटा हम यार एक परिकेंद्र ये त्रिभुजर बाहर ही हम है। तापर 25 नंबर देछि गोटे वृत्तर एक चापर डिग्री परिमाप 120 हेले चापर दैर्घ्य और वृत्तर परिधिर अनुपात यहाँ पिले क्वेश्चन परिमिति पचारि देछि 25 नंबर क्वेश्चन है। तो चाप बाई वृत्तर परिधि 2πr चाप फर्मूला कौन ना थीटा बाई 360 इंटू 2πr बाई 2πr 2πr कटिला थीटा आमर के 120 बाई 360 ताले 1:3 केते हैला 1:3। तापर देछि निम्न चित्र रे ADC 150 ADC 150 ए जो ADC कोण देछि 150 ADC 150 AB होछि व्यास BAC केते हो वो कोण BAC कोण BAC इक्वल टू डैश डिग्री है ना यहाँ देछि। तो पिले यहाँ को आम जॉइंट जदि करदे ताले ए कोणटा केते डिग्री आसीबो 90 डिग्री आसीबो वो कोण ACB कोण 90 डिग्री आसीबो ACB जदि 90 डिग्री आसिला बर्तमान यहाँ देछि 150 ताले B कोणटा केते आसीबो ना आसीबो 30 डिग्री बर्तमान 90 युक्त 30 हेला केते 120 तो 180 रु 120 माइनस कर दियो केते हैला 60 ताले 60 हम यहाँ कारण ACB त्रिभुज ये दुटा मिसिले 120 180 माइनस करदे ए कोण बा आमर BAC कोण पाइजे वो कोण BAC कोण पाइजे जोटा होची 60 डिग्री। तापर देछि निम्न चित्र रे APB 80 डिग्री APB यहाँ देछि 80 डिग्री BPD केते BPD इक्वल टू 10 डिग्री यहाँ जब 80 है यहाँ के 100 डिग्री आसो के डिग्री आसो किंतु देछि BPT देछि है यहाँ है चित्र अनुसार 100 डिग्री आसिया कथा किंतु ऑप्शन 100 डिग्री नहीं है कारण 100 डिग्री नहीं तथापि आम आंसर जदि आंसर अनुसार जावा ताले यहाँ देछि हमर केते यहाँ देछि 80 देछि
ଏଇଟା ଯଦି 80 ଦେଇଛି ତାହେଲେ ଆମର ଏଇ ଯେଉଁ ଉପରୁ ଏ କୋଣଟା କେତେ ଆସିବ 100 କେତେ ଆସିବ 100 ହେଲେ ଏ କୋଣଟା କେତେ ଆସିବ 100 ତାର ଅଧା 200 କେତେ ଆସିବ 200 ନାଇଁ ସେମିତି କିଛି ମିଶୁନି ହେଲା। ଆଉ ଯଦି କିଛି ହେଲା ଏଇଟା ହେଲା 80 ହେଲେ ସେଇଟା ଆସିବ କେତେ 100 ଆସିବ ହେଲା। କିନ୍ତୁ କୋଶ୍ଚିନ୍ ପଚାରିଛି ବିପିଟି ପଚାରିଛି ବିପିଟି କିନ୍ତୁ ଆମର 100ରୁ ମାଇନସ୍ କରିଦେଲେ 80 ସେଇ ଅନୁସାରେ ଆସିବ କିନ୍ତୁ ଅପସନ୍ କ'ଣ ଦେଇଛି ସେଇଟା ଛାଡ଼ ଆନ୍ସର କୋଶ୍ଚିନ୍ ଅନୁସାରେ ଆମେ ଆନ୍ସର କରିଦେଲେ ସେଇଟା ସରିଲା। ତାପରେ ଦେଇଛି ଗୋଟିଏ ବୃତ୍ତାନ୍ତ ଲିଖିତ ଟ୍ରାପିଜିୟମର ଗୋଟିଏ କୋଣ ସମକୋଣ ହେଲେ ତାର କେଉଁଠି ଚିତ୍ର ହେବ ଆୟତ ଚିତ୍ର ହେବ। ଟ୍ରାପିଜିୟମ ହଉ ଟ୍ରାପିଜିୟମଟା କେବେ ବୃତ୍ତାନ୍ତ ଲିଖିତ ହେବନି ସେଇଟା ଗୋଟେ ସାମୁଦ୍ରିକ ଚିତ୍ର ହେଇଯିବ। ଯଦି ସାମୁଦ୍ରିକ ଚିତ୍ରର ଗୋଟେ କୋଣ 90 ଡିଗ୍ରୀ ହେଲା ତାହେଲେ ସେଇଟା ଗୋଟେ ହେବ କ'ଣ ଆୟତ ଚିତ୍ର ହେଇଯିବ। ସାମୁଦ୍ରିକ ଚିତ୍ର ବି ବୃତ୍ତାନ୍ତ ଲିଖିତ ହେବନି କେବଳ ଆୟତ ଚିତ୍ର ବର୍ଗ ଚିତ୍ର ହେଉଛି ବୃତ୍ତାନ୍ତ ଲିଖିତ ହେବ ଚାରିଟା ବିନ୍ଦୁକୁ ବୃତ୍ତ ଭିତରେ ବା ବୃତ୍ତ ଉପରିସ୍ଥ ହେବେ ହେଲା। ତ ଆୟତ ଚିତ୍ର ତାପରେ ଦେଲା କୋଶ୍ଚିନ୍ ଓ ବୃତ୍ତର କେନ୍ଦ୍ର BAC 120 ଡିଗ୍ରୀ এটা ଦେଲା 120 ଡିଗ୍ରୀ ହେଲେ OBC କେତେ ହେବ OBC ଏଇ କୋଣଟା କେତେ ହେବ ହେଲା। ତାହେଲେ BAC ଦେଇଛି 120 ଏଇଟାକୁ ଜଏଣ୍ଟ କରିଦିଅ ଏଇଟା କେତେ ହେବ ଏଇଟା ହେବ 60 ଏଇଟା ଯଦି 60 ଏଇଟା କେତେ ହେବ 120 ଏଇଟା ଯଦି 120 ହେଲା ଏଇ କେନ୍ଦ୍ର କୋଣ କେତେ ହେଲା 120 ଯଦି 120 ହେଲା ତାହେଲେ ଏଇଟା କେତେ ହେବ 30 ମିଶିଲେ 60 ତାହେଲେ 30 ନମ୍ବର ହେଉଛି ଏ କରେକ୍ଟ ଆନ୍ସର। ତାପରେ ଦେଇଛି କୋଶ୍ଚିନ୍ ଦତ୍ତ ଚିତ୍ରରେ B କୋଣ ଦେଇଛି 60 ଏଇଟା ଦେଇଛି 60 D କୋଣ ଦେଇଛି 80 କୋଶ୍ଚିନ୍ ପଚାରିଛି ABC କେତେ ହେବ ଏଇଟା ଗୋଟେ ତ୍ରିଭୁଜ ଏଇଟା ମିଶାଇ ଦିଅ ମିଶିଲେ କେତେ 140 ତାହେଲେ 40 ଡିଗ୍ରୀ କେତେ ଡିଗ୍ରୀ 40 ଡିଗ୍ରୀ। କୋଶ୍ଚିନ୍ ଯେତେ ହାଲୁକାରେ ନେବ ସେତେ ଜଲ୍ଦି ଭଲସେ କହିପାରିବ। ତାପରେ ଦେଲା ABCD ଏକ ବୃତ୍ତାନ୍ତ ଲିଖିତ ଟ୍ରାପିଜିୟମ ହେଲା ABCD ଏକ ବୃତ୍ତାନ୍ତ ଲିଖିତ ଟ୍ରାପିଜିୟମ ଆଚ୍ଛା ହଉ ABCD ଗୋଟେ ବୃତ୍ତାନ୍ତ ଲିଖିତ ଟ୍ରାପିଜିୟମ ନେବା ଟ୍ରାପିଜିୟମ ଚିତ୍ର କରିବା। ଆଚ୍ଛା ଟ୍ରାପିଜିୟମ ଚିତ୍ର କରିଦେଲେ ସେଇଟା ଗୋଟେ ବୃତ୍ତାନ୍ତ ଲିଖିତ ହେଲେ କେମିତି କରିବା ଏମିତି କରିଦେଲେ ଏଇଟା ଗୋଟେ ବୃତ୍ତାନ୍ତ ଲିଖିତ ଟ୍ରାପିଜିୟମ ହେଇଗଲା। ଦେଇଛି AB ସମାନ୍ତର CD ନିମ୍ନତ କେଉଁ ସମ୍ପର୍କ ଦେଇ ସତ୍ୟ ପିଲେ କ'ଣ ନା ସତ୍ୟ ହେଉଛି ଆସିବ ପ୍ରଥମ ହେଉଛି ABCD ସାମୁଦ୍ରିକ ଚିତ୍ର ଯଦି ରହିଲା ତାହେଲେ ମନେ ରଖିବ ଏଇ ଯେଉଁ ଅସମାନ୍ତର ବାହୁ ସେଇଟା ଗୋଟେ ଆୟତ ଚିତ୍ର ହେଇଯିବ। ଅସମାନ୍ତର ବାହୁ ଯେଉଁ AD = BC ସେ ଦୁଇଟା ସମାନ ହେଇଯିବେ ହେଲା। ଅସମାନ୍ତର ବାହୁ ଯେଉଁଟା ସେ ଦୁଇଟା କ'ଣ ହେଇଯିବେ ସମାନ ହେଇଯିବେ। ତାପରେ 33 ନମ୍ବର ଦେଲା ABCD ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ABCD ଗୋଟେ ହେଉଛି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ABC ଆଉ ହେଉଛି D ଗୋଟେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଦେଇଛି AB ଦେଇଛି 4 BC ଦେଇଛି 5 AD ଦେଇଛି 8 CD ଦେଇଛି 6 AC ଦେଇଛି 10 AC ଦେଇଛି 10। କୋଶ୍ଚିନ୍ ପଚାରିଛି BD କେତେ କ'ଣ ପଚାରିଛି BD ପଚାରିଛି ହେଲା କ'ଣ ପଚାରିଛି BD ପଚାରିଛି BDର ମୂଲ୍ୟ କେତେ ଆସିବ। ତ ପିଲାମାନେ ଦେଖିବା ଏଇ କୋଶ୍ଚିନ୍ର ଆନ୍ସର କ'ଣ ହେବ ଟିକେ ଡାଉଟ୍ ରହିଯାଉଛି। ଆଚ୍ଛା ହଉ ଦେଖିବା ସେ କୋଶ୍ଚିନ୍ର ଆନ୍ସର କ'ଣ ହେବ। ତାପରେ ଦେଇଛି ତ୍ରିଭୁଜ ABCର ଗୋଟେ ତ୍ରିଭୁଜ ABCର ଅଛି ପିଲେ ଦେଇଛି ପରିବୃତ୍ତର କେନ୍ଦ୍ର ପିଲେ ଦେଇଛି କ'ଣ ଦେଇଛି ପିଲେ ଦେଇଛି O ଦେଇଛି ତ୍ରିଭୁଜଟିର ବହିସ୍ଥ ଏକ ବିନ୍ଦୁ BAC ଏଇଟା A ଏଇଟା B ଏଇଟା C BAC ଏଇ କୋଣଟା ପିଲେ ଦେଇଛି କେତେ ନା ଦେଇଛି 120 ଡିଗ୍ରୀ ହେଲେ କୋଶ୍ଚିନ୍ ପଚାରିଛି OBC ଏଇଟା ପିଲେ କେତେ ପଚାରିଛି। ତ ଏଇଟା ଯଦି 120 ତ ଏଇ ଯେଉଁ ସେଣ୍ଟର କୋଣଟା କେତେ ହେବ ନା 240 ତାର ଡବଲ BAC ହେଲା ଦେଇଛି 120 ତାର ସେଣ୍ଟର କୋଣଟା କେତେ ହେବ 240 ପିଲେ ବହୁତ ଅଧିକ ହେଇଯାଉଛି। ଯଦି 240 ହେଲା ତାହେଲେ ସେଇଟା ଆସୁନି କିନ୍ତୁ ଆମର ଫର୍ମୁଲା ଅନୁସାରେ ଫର୍ମୁଲା ହେଉଛି
କ'ଣ ନା 120 ମାଇନସ୍ ହେଉଛି ଏ ଯେଉଁ ଓ ବି ସି କୋଣ ଇକ୍ୱାଲ୍ ଟୁ କେତେ 90। ଯଦି ଫର୍ମୁଲା ପକାଇବା ତାହେଲେ ଏଇଟା କେତେ ଆସିବ 30 ଡିଗ୍ରୀ ଆସିବ। କେତେ ଆସିବ 30 ଡିଗ୍ରୀ ଆସିବ। ତାପରେ ଦେଇଛି 35 ନମ୍ବର ଦେଇଛି ତ୍ରିଭୁଜ ଏ ବି ସି ଏକ ବୃତ୍ତାନ୍ତ ଲିଖିତ ସମବାହୁ ତ୍ରିଭୁଜ ବି ସି ଯା ସହ ସମ୍ପୃକ୍ତ କ୍ଷୁଦ୍ର ଚାପ ଉପରେ ପି ଏକ ବିନ୍ଦୁ। ତାହେଲେ ଏ ବି ସି ବୃତ୍ତାନ୍ତ ଲିଖିତ ଗୋଟେ ସମବାହୁ ତ୍ରିଭୁଜ ଏ ବି ସି ବୃତ୍ତାନ୍ତ ଲିଖିତ ଗୋଟେ ସମବାହୁ ତ୍ରିଭୁଜ ବୃତ୍ତାନ୍ତ ଲିଖିତ ମାନେ ବୃତ୍ତ ଭିତରେ ଅଛି ସମବାହୁ ତ୍ରିଭୁଜ ବି ସି ଯା ସହ ସମ୍ପୃକ୍ତ କ୍ଷୁଦ୍ର ଚାପ ଉପରେ ପି ଏକ ବିନ୍ଦୁ। ପି ଏଟା ଯେଉଁ ଦେଇଛି 12 ସେଣ୍ଟିମିଟର ଦେଇଛି। ପି ସି ଦେଇଛି 5। क्वेश्चन पचार पी बी पचार यहाँ पे से जो लंग क्वेश्चन आम था तारी ऊपर पे आई जो थे पी ए इक्वल टू पी बी प्लस पी सी था पी बी के 7 आसो है यहाँ लंग क्वेश्चन डायरेक्ट से जो आंसर जोटा बाहर सीटा बाहर जा जो थे पी ए इक्वल टू ए प्रकार क्वेश्चन पी बी प्लस पी सी था तो पी ए दे 12 पी बी 85 पी सी देके 5 तो ऑटोमेटिक यहाँ के 7 हम। तापर देखिए गोटे क्षुद्र चापर डिग्री परिमाप केतु कम गोटे क्षुद्र चापर डिग्री परिमाप केतु कम ना 180 रु कम। गोटे बृहत चापर डिग्री परिमाप अधिक 180 रु अधिक। गोटे सुषम षड़भुजर प्रत्येक बाहु यार परिभूतर केन्द्र में केते परिभूतर परिधि ठारे केते डिग्री कोण कोण करती। सुषम षड़भुज अच्छी परिभूतर परिधि ठारे है प्रत्येक भाग 6 रखद सुषम षड़भुज है षड़भुज हेल्ले के 360 आसो 360 को केते हरिद बोले देखिए कौन देखिए गोटे सुषम षड़भुजर प्रत्येक बाहु यार परिभूतर परिधि ठारे केते डिग्री कोण अंकन करते। ताले पे क्वेश्चन कौन देखिए गोटे सुषम षड़भुज ताले गोटे सुषम षड़भुज करदे गोटे सुषम षड़भुजर प्रत्येक बाहु गोटे सुषम षड़भुज एमती करदे यहाँ हूँ केन्द्र प्रत्येक बाहु रहा प्रत्येक बाहु यार परिभूतर परिधि ये केते कोण अंकन करते। तो बोले ये जो कोणटा केते आसो ना आसो 360 बाई 6 केते 60 डिग्री। यहाँ जो 60 डिग्री आइला बोले मुझे गोटाए नहीं कौच 60 डिग्री आइला रहा ये गोटे मनकर बाहु ना आम ये कोणटा केते आइला यहाँ है आमर 60 डिग्री केते डिग्री आइला पे आमर आइला हूँ 60 डिग्री आइला ये केते आइला 60 डिग्री। यहाँ जब 60 आइला ताले ये कोणटा केते हम 30 जदि यहाँ 30 है क्वेश्चन पचार परिधि ठारे केते कोण अंकन कले यही जो कोणटा ताले केते आसो 150 आसो केते आसो 150 आसो। तापर 38 नंबर क्वेश्चन देखिए एबीसी त्रिभुज एबीसी रे ए कोणर समद्विखंडक यार परिभूत को डी बिंदु छेद कले बीडीसी की प्रकार त्रिभुज एबीसी गोटे अच्छी ए बी सी त्रिभुज एबीसी रे ए कोणर समद्विखंडक यार परिभूत को डी बिंदु छेद करे बीडीसी की प्रकार त्रिभुज जो बीडीसी आसो यहाँ कि प्रकार त्रिभुज आसो। तो कौ त्रिभुज यहाँ आसो यहाँ हूँ आसो समद्विबाहु त्रिभुज आसो कारण बीडी जहाँ बीसी से हो तो आसो समद्विबाहु त्रिभुज। पुणी सेम क्वेश्चन आसला रिपीट है क्वेश्चन देखिए एसी